ନବମ ଶ୍ରେଣୀ ଆନୁଆଲ୍ ଏକ୍ଜାମ୍ ଆଉ ଅଳ୍ପ ଦିନ ରହିଲା। ଆମେ ଯେତେ ସର୍ଟ କୋଶ୍ଚିନ୍ ପ୍ରାକ୍ଟିସ୍ କରିବା ପରୀକ୍ଷାରେ ଆମକୁ ସେତେ କୋଶ୍ଚିନ୍ ସହଜ ଲାଗିବ। ତାହେଲେ ଆଜି ଆମେ ଗୋପ ପ୍ରୟାଣର ସିଲେକ୍ଟେଡ୍ MCQs ପ୍ରାକ୍ଟିସ୍ କରିବା। ତାହେଲେ 1 ନମ୍ବର ପିଲାମାନେ, ପଦାତିକ ଅଶ୍ୱାରୋହୀ, ଗଜାରୋହୀ, ରଥାରୋହୀ ପ୍ରଭୃତି ସେନାକୁ କ'ଣ କୁହାଯାଏ? ପିଲାମାନେ ଏଇଠି ତ ସବୁତକ ଅନିକିନି ଦେଇଛି। ସବୁବେଳେ ମନେ ରଖିଥିବ, ନରେ ହସେଇ, କରେ ହସେଇ, ପୁଣି ପ୍ରଥମ ନରେ ହସେଇ, ଦ୍ୱିତୀୟ ନରେ ଦୀର୍ଘଇ ହେଲା, ତାଙ୍କୁ ଅନିକିନି ବୋଲି ଆମେ କହିବା। 2 ନମ୍ବର ପ୍ରଶ୍ନ ଆମ ପାଇଁ, ନିମ୍ନ ପ୍ରଦତ୍ତ ମଧ୍ୟରୁ କେଉଁଟି ଏକ ପ୍ରକାର କଂସାରେ ତିଆରି ବାଦ୍ୟଯନ୍ତ୍ର? ଏଇଟା ଆମର ପଖଉଜ ଏକ କଂସାରେ ତିଆରି ବାଦ୍ୟଯନ୍ତ୍ର। ନେକ୍ସଟ 3 ନମ୍ବର ପ୍ରଶ୍ନ ପିଲାମାନେ ଆମ ପାଇଁ, ଯଜ୍ଞର ପୁରୋହିତକୁ କ'ଣ କୁହାଯାଏ? ତାଙ୍କୁ ଋତ୍ୱିକ କୁହାଯାଏ ହେଲା। ଅପସନ୍ ସି ହେଉଛି ଆମର କରେକ୍ଟ ଆନ୍ସର। 4 ନମ୍ବର ପ୍ରଶ୍ନ ପିଲାମାନେ, କାହାକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି? ଗୋପବନ୍ଧୁଙ୍କୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି। 5 ନମ୍ବର ପ୍ରଶ୍ନ, ଗୋପବନ୍ଧୁଙ୍କ ସମ୍ମାନାର୍ଥେ କ'ଣ ନଗ୍ନ କରି ରାଜପଥକୁ ଆସିବାକୁ କବି କହିଛନ୍ତି? ହସ୍ତ ନଗ୍ନ କରି। ନେକ୍ସଟ 6 ନମ୍ବର କ୍ୱେଶ୍ଚିନ୍, ସ୍ୱର୍ଗତ ମହାଜନକୁ କ'ଣ ନତ କରି ସମ୍ମାନ ଜଣାଇବାକୁ କବି କହିଛନ୍ତି? ଶରୀର ନତ କରି ସମ୍ମାନ ଜଣାଇବାକୁ କବି କହିଛନ୍ତି। 7 ନମ୍ବର ପ୍ରଶ୍ନ ପିଲାମାନେ, ବ୍ରାହ୍ମଣ ମାନଙ୍କୁ କ'ଣ କରିବା ପାଇଁ କବି କହିଛନ୍ତି? ପୂଜା କରିବା ପାଇଁ କବି କହିଛନ୍ତି। ନେକ୍ସଟ 8 ନମ୍ବର ପ୍ରଶ୍ନ, ବ୍ରାହ୍ମଣ ମାନେ ମନ୍ତ୍ର ଗାଇବା ବେଳେ ଜନତାକୁ କ'ଣ କରିବା ପାଇଁ କବି ନିବେଦନ କରିଛନ୍ତି? ନୀରବରେ ଯିବାକୁ କବି ନିବେଦନ କରିଛନ୍ତି। ନେକ୍ସଟ 9 ନମ୍ବର ପ୍ରଶ୍ନ, ଖୋଳତାଳ କହିଲେ କ'ଣ ବୁଝ? ହେଲା, ଖୋଳତାଳ କହିଲେ, ଖୋଳ ଆଉ ତାଳ ଦୁଇଟା ୱାର୍ଡ଼, ଖୋଳ ଓ ତାଳ ଏ ଦୁଇଟି ୱାର୍ଡ଼। 10 ନମ୍ବର ପ୍ରଶ୍ନ ପିଲାମାନେ, କୁଳବଧୂମାନଙ୍କୁ କେଉଁ ସ୍ଥାନରେ ଆସି ଛିଡ଼ା ହେବାକୁ କବି ନିବେଦନ କରିଛନ୍ତି? ଗବାକ୍ଷ ନିକଟରେ ଛିଡ଼ା ହେବା ପାଇଁ। 11 ନମ୍ବର, କାହା ପରି ଦୁନିଆରେ ଆଉ ଜଣେ ନାହାନ୍ତି ବୋଲି କବି କହିଛନ୍ତି? ଗୋପବନ୍ଧୁଙ୍କ ପରି। ନେକ୍ସଟ 12 ନମ୍ବର ପ୍ରଶ୍ନ, କବି ରାଜା ଧନିକ ବଣିକମାନଙ୍କୁ କାହା ସାଥିରେ ଚାଲିବା ପାଇଁ ନିବେଦନ କରିଛନ୍ତି? ଜନତାଙ୍କ ସହ ଚାଲିବା ପାଇଁ ନିବେଦନ କରିଛନ୍ତି। 13 ନମ୍ବର ପ୍ରଶ୍ନ, ଗୋପବନ୍ଧୁଙ୍କ ପ୍ରାଣପ୍ରିୟ ମାଟି ଉପରେ ଅଶ୍ରୁ ଝରାଇବାକୁ କବି କାହାକୁ ନିବେଦନ କରିଛନ୍ତି? ସୈନ୍ୟମାନଙ୍କୁ ନିବେଦନ କରିଛନ୍ତି। 14 ନମ୍ବର, କବି କାହାକୁ ଜାତିର ରାଜା ବୋଲି ଅଭିହିତ କରିଛନ୍ତି? ଜାତିର ରାଜା ହେଲେ ଆମର ମଧୁବାବୁ। 15 ନମ୍ବର ପ୍ରଶ୍ନ, କବି କବିତାରେ ଗୋପବନ୍ଧୁଙ୍କୁ କ'ଣ ବୋଲି ଅଭିହିତ କରିଛନ୍ତି? ଜାତିର ରାଜା ବୋଲି। ନା ପିଲାମାନେ ଏଇଟା ଭୁଲ ଦେଇଛି, ଜାତିର ରାଜା ତ ଆମର ମଧୁବାବୁ, ଏଟା ଜାତିର ଜନକ ହବ। 16 ନମ୍ବର ପ୍ରଶ୍ନ, ସନାତନ ଧର୍ମାବଲମ୍ବୀ ମାନଙ୍କୁ କ'ଣ କୁହାଯାଏ? ତାଙ୍କୁ ସନାତନୀ କୁହାଯାଏ, ନରେ ଦ୍ୱିତୀୟ ନରେ ହର୍ଷେଇ। 17 ନମ୍ବର, କ'ଣ ଭୁଲି ଜାତିର ରାଜାଙ୍କୁ ସମ୍ମାନ ଜଣାଇବାକୁ କବି ହିନ୍ଦୁ, ଖ୍ରୀଷ୍ଟିଆନ ଓ ମୁସଲମାନଙ୍କୁ ନିବେଦନ କରିଛନ୍ତି? ସକଳ କ୍ଷୁଦ୍ରତା ଭୁଲି। ନେକ୍ସଟ 18 ନମ୍ବର, ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲା ବେଳେ କ'ଣ ଭୁଲି ଯାଉଥିଲେ? ଧର୍ମ ଭୁଲି ଯାଉଥିଲେ। ନେକ୍ସଟ 19 ନମ୍ବର ପ୍ରଶ୍ନ, ଗୋପବନ୍ଧୁଙ୍କ ଶବର ଶୋଭାଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିବର୍ଗଙ୍କୁ କବି କ'ଣ ବୋଲି ଅଭିହିତ କରିଛନ୍ତି? ବ୍ରାହ୍ମଣ ବୋଲି ଅଭିହିତ କରିଛନ୍ତି। ନେକ୍ସଟ 20 ନମ୍ବର, ଆତ୍ମାର ଅମରତ୍ୱ ଲାଭ କରାଯାଉଥିବା ପ୍ରାର୍ଥନାକୁ କ'ଣ କୁହାଯାଏ? ମରଣ ଯନ୍ତ୍ର। 21 ନମ୍ବର ପ୍ରଶ୍ନ ପିଲାମାନେ, ଜାତି ଧର୍ମ ନିର୍ବିଶେଷରେ ଗୋପବନ୍ଧୁ କାହା ମୁଖରେ ଆଣି ଅନ୍ନ ଦେଇଥିଲେ? ଦରିଦ୍ରର ମୁଖରେ ଆଣି ଅନ୍ନ ଦେଇଥିଲେ। 22 ନମ୍ବର, ଗୋପବନ୍ଧୁ କୋଟିଏ ଦରିଦ୍ର ମେଳରେ କ'ଣ ଥିଲେ? ଏକମାତ୍ର ଧନୀ ବ୍ୟକ୍ତି। ନେକ୍ସଟ ଆମେ 23 ନମ୍ବର କ୍ୱେଶ୍ଚିନ୍, କବି କାହାକୁ ଆମର ପ୍ରିୟ କର୍ମବୀର ବୋଲି କହିଛନ୍ତି? କର୍ମବୀର ହେଲେ ଏଠି ଆମର ଗୌରୀଶଙ୍କର ରାୟ ହେଲା, ଗୋଦାବରୀଶ ଗୌରୀଶଙ୍କର ରାୟ। 24 ନମ୍ବର କ୍ୱେଶ୍ଚିନ୍, କାହାର ମହାପ୍ରୟାଣରେ ଓଡ଼ିଆ ଜାତିର ଗର୍ବ ଭାଙ୍ଗିଗଲା ବୋଲି କବି କହିଛନ୍ତି?
ମହାଜନଙ୍କର। ନେକ୍ସଟ 25 ନମ୍ବର ପ୍ରଶ୍ନ ଆମ ପାଇଁ, ମହାବୀରଙ୍କ ମହାପ୍ରୟାଣରେ ପ୍ରତିଟି ଅଧରରେ କାହାର ନାମ ଉଚ୍ଚରିତ ହେଉଥିଲା? ଗୋପବନ୍ଧୁଙ୍କର।